ଦେଖନ୍ତୁ ଶ୍ରୀଯୁକ୍ତ ଅନନ୍ତ ଦାସ ଯେ ଆମ ସମସ୍ତଙ୍କର ମୁରବୀ ଥିଲେ, ଭୋଗରାଇର ମୁରବୀ ଥିଲେ। ଦୀର୍ଘ 20 ବର୍ଷ ଧରିକି ଭୋଗରାଇର ସେବା କରିଛନ୍ତି ଏବଂ ପ୍ରଶାସନିକ ଭାବରେ ସେବା କରିଛନ୍ତି, ରାଜନୈତିକ ଭାବରେ ମଧ୍ୟ ସେବା କରିଛନ୍ତି। ତାଙ୍କର ଆଜି ଦେହାନ୍ତ ହୋଇଯାଇଛି। ଆମେ ସମସ୍ତେ ମ୍ରିୟମାଣ ସାରା ଭୋଗରାଇ ଆଜି ତାଙ୍କୁ ଝୁରୁଛି। ସମସ୍ତେ ଶୋକର ବାତାବରଣ ଭୋଗରାଇ ସାରା ହେଇଛି। ଜଣେ ବିଧାୟକ ହିସାବରେ, ଜଣେ ମନ୍ତ୍ରୀ ହିସାବରେ ତାଙ୍କର ଯେଉଁ ଅବଦାନ ରହିଛି ତାହା କେବେ ବି ଭୁଲିବାର ନୁହେଁ ଏବଂ ତାଙ୍କର ଯେଉଁ କ୍ଷତି ହେଲା, ତାଙ୍କର ବିୟୋଗରେ ସେ କ୍ଷତି ମଧ୍ୟ ଅପୂରଣ ହେଇକି ସବୁଦିନ ପାଇଁକି ରହିବ। ଭୋଗରାଇକୁ ବିକାଶର ମାର୍ଗରେ ନେବା ପାଇଁ ସେ ଯେଉଁ ପ୍ରଚେଷ୍ଟା କରିଛନ୍ତି, ସେ ଭୋଗରାଇର ବିକାଶର ବିଶ୍ୱକର୍ମା ହେଇକି ସବୁଦିନ ମନେ ରହିବେ। ତେଣୁ ତାଙ୍କ ପ୍ରତି ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ତାଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ। ତାଙ୍କ ସମ୍ପର୍କରେ ଆଜି ସମସ୍ତ ନେତା ଆପଣ ଦେଖୁଛନ୍ତି, ଶଙ୍ଖ ଭବନରେ ବର୍ତ୍ତମାନ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଆସୁଛନ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ। ତେଣୁ ବିଜୁ ଜନତା ଦଳ ପ୍ରତି ତାଙ୍କର ଅବଦାନ ରହିଛି। ବାଲେଶ୍ୱର ଜିଲ୍ଲାର ବିକାଶ ପାଇଁ, ସାରା ଓଡ଼ିଶାର ବିକାଶ ପାଇଁ, ପାର୍ଟିକୁଲାରଲି ଭୋଗରାଇର ବିକାଶ ପାଇଁକିରି ସେ ଜଣେ ବିଶ୍ୱକର୍ମାର ଭୂମିକା ନିଭାଇଛନ୍ତି।